ରୁବି ମାୟାକୁ କହିବେ, ତତେ ଯୁଗକୁ ବଦଳେଇବାକୁ ପଡ଼ିବ ମାୟା। ପୁରୁଣା ନୀତି ନିୟମ ଏସବୁ ତା ଜାଗାରେ। ଆଜିକାଲି ତାକୁ କେହି ମାନୁନାହାନ୍ତି। ତେଣୁ ତୁ ବି ଏସବୁକୁ ନଜରଅନ୍ଦାଜ କରିବା ଶିଖ। ତତେ ମୁଁ କହୁଛି, ମମତା ଆଉ ତା ପରିବାରକୁ ଏଠିକି ଡାକିବା ଦରକାର ନାହିଁ ମାୟା। ତାପରେ ଆଦର୍ଶ ମାୟାକୁ କହିବେ, ମା, ପୂଜା ପୂର୍ବରୁ ଖୁଡ଼ି, ଦାଦା ଓ ଭାଇଙ୍କୁ ପୂଜାରେ ରହିବାକୁ ମୁଁ ଡାକି ଦେଇ ଆସୁଛି। ତାପରେ ରୁବି ମାୟାକୁ କହିବେ, ଦେଖିଲୁ ତ, ମୁଁ ଯାହା କହୁଥିଲି ଏବେ ସେଇଆ ହିଁ ହେବାକୁ ଯାଉଛି। ଆରେ ଚାହିଁଛୁ କ'ଣ? ସିଧା ସିଧା ମନା କରିଦେ। ତାପରେ ମାୟା କହିବେ, ମୁଁ ଚିନ୍ତା କରିବି। ତାପରେ ଆଦର୍ଶ କହିବେ, ମା, ପୂଜା ପୂର୍ବରୁ ଖୁଡ଼ି, ଦାଦା, ତାଙ୍କ ପରିବାର ଏଠି ରହିବା ନିହାତି ଦରକାର। ସେତେବେଳେ ନନା କ'ଣ କହିଥିଲେ? ତମେ କ'ଣ ଏକଥା ଭୁଲିଗଲଣି? ପୂଜାର ନିୟମ ଅନୁସାରେ ପରିବାରର ସମସ୍ତ ରକ୍ତ ସମ୍ପର୍କୀୟ ପୂଜାରେ ପ୍ରେଜେଣ୍ଟ ରହିବା ନିହାତି ଦରକାର ମା। ତେଣୁ ଦାଦା ଓ ଖୁଡ଼ିଙ୍କୁ ମୁଁ ଇନଭାଇଟ୍ କରିବାକୁ ଯାଉଛି। ଆଉ ତମେ ବି ମୋ ସାଙ୍ଗରେ ଯିବ ମା। ଆଜି ମୁଁ ଅଫିସରୁ ଫେରିବା ପରେ ଆମେ 2 ଜଣ ସାଙ୍ଗ ହୋଇ ତାଙ୍କ ଘରକୁ ଯିବା। ମା, କ'ଣ କହୁଛ? ମୁଁ ତୁମକୁ ଅପେକ୍ଷା କରିଛି। ଆଜି ଆମେ 2 ଜଣ ସାଙ୍ଗ ହୋଇ ତାଙ୍କ ଘରକୁ ଯିବା ତ? ତାପରେ ଆନନ୍ଦ ଆସି କହିବେ, ନାଇଁ ନାଇଁ ଆଦର୍ଶ, ସେସବୁ କିଛି କରିବା ଦରକାର ନାହିଁ। ଏଠି ରହିବା ପାଇଁ ଆସିବାକୁ ମମତା କେବେ ରାଜି ହେବେନି। ମୁଁ କେବଳ ସେମାନଙ୍କୁ ପ୍ରସାଦ ସେବନ ପାଇଁ ଇନଭାଇଟ୍ କରିକିନା ଆସିଛି। ତାପରେ ଆଦର୍ଶ ଆନନ୍ଦକୁ କହିବେ, ଠିକ୍ ଅଛି ବାପା, ମୁଁ ତାହେଲେ ଯାଉଛି, ଅଫିସ ପାଇଁ ରେଡି ହେବି। ଏମିତି କହି ଆଦର୍ଶ ଚାଲିଯିବେ। ତାପରେ ମାୟା ଆନନ୍ଦକୁ କହିବେ, ତମେ ମୋତେ ନ ଜଣେଇ ସିଧା ଯାଇକି ମମତାଙ୍କ ଘରେ ଇନଭିଟେସନ୍ ଦେଇକି ଚାଲି ଆସିଲଣି। ତାପରେ ଆନନ୍ଦ କହିବେ, ଆରେ ନାଇଁ ନାଇଁ ମାୟା, ତୁମେ ବ୍ୟସ୍ତ ହେବା କିଛି ବି ଦରକାର ନାହିଁ। ସେମାନେ ଏଠି ରହିବା ପାଇଁ ଆସିବେନି। ପୂଜା ସରିଲା ପରେ ପ୍ରସାଦ ପାଇ ଚାଲିଯିବେ ହେଲା। ତାପରେ ମାୟା କହିବେ, ଏତେ ବଡ଼ ନିଷ୍ପତ୍ତି ତମେ ଏକା ଏକା କେମିତି ନେଇପାରିଲ? ଦେଖ, ତମକୁ ସିନା ଆମ ଖାନଦାନର ପ୍ରଥା, ପରମ୍ପରା, ରୀତିନୀତି ଏସବୁ ବିଷୟରେ ଚିନ୍ତା ନାହିଁ, ହେଲେ ମୋର ଅଛି। କାଲି ଯେତେବେଳେ ପୂଜାରେ ନନା ପଚାରିବେ, ତମେ କି ଉତ୍ତର ଦେବ? ତାପରେ ଆନନ୍ଦ କହିବେ, ଆମେ କହିଦେବା, ମମତା, ବିନୋଦ ଏଠି ରହୁନାହାନ୍ତି। ବସ୍, କଥା ସରିଗଲା। ମୁଁ କ'ଣ କହୁଥିଲି କି, ପଲ୍ଲବୀ, ଟିକେ ପାଣି ଦେଲୁ ମା। ତାପରେ ପଲ୍ଲବୀ କହିବେ, ଆଜ୍ଞା ବାବା। ତାପରେ ରୁବି ମାୟାକୁ କହିବେ, ଆରେ ମାୟା, ଏତେ ଭାବୁଛୁ କ'ଣ? ଇଏ ତ ବହୁତ ଭଲ କଥା ହେଇଛି। ପୂଜାରେ ଯଦି ସେମାନେ ନ ରହିବେ, ତାହେଲେ ସବୁ ପାପ ତାଙ୍କ ମୁଣ୍ଡରେ ଯିବ। ଆମର କ'ଣ ଅଛି? ତାପରେ ପଲ୍ଲବୀ ଆନନ୍ଦକୁ ପାଣି ଦେବେ। ତାପରେ ଆନନ୍ଦ ପଲ୍ଲବୀକୁ କହିବେ, ତୁ ମୋତେ ଯେମିତି କହିଥିଲୁ ମୁଁ ଠିକ୍ ସେମିତି ମମତା ଆଉ ବିନୋଦ ଆଗରେ କହିଦେଇ ଆସିଛି। ଆରେ ମୋ ମୁହଁରୁ ଏସବୁ କଥା ଶୁଣି ମମତା ଆଉ ବିନୋଦ ପୁରା ସକ୍ଡ ହେଇଗଲେ। ତାପରେ ପଲ୍ଲବୀ କହିବେ, ୟୁ ଆର୍ ଗ୍ରେଟ୍ ବାବା। ଦେଖୁଛନ୍ତି ତ ବାବା, କେମିତି ମାମା ଅନେଜିଲ୍ ଫିଲ୍ କରୁଛନ୍ତି। ଆପଣ ଦେଖିବେ ବାବା, ପୂଜାର ଦିନ ଯେତେ ପାଖେଇ ଆସିବ, ଦାଦା ଆଉ ସାନମା ପୂଜାକୁ ଆସିବାକୁ ଆଉ ମାମା ସେମାନଙ୍କୁ ପୂଜାକୁ ଡାକିବାକୁ ସେତେ ବ୍ୟାକୁଳ ହେବେ। ଆମେ ସେମାନଙ୍କ ମନରେ ଯେଉଁଭଳି ନିଆଁ ଲଗେଇଛେ, ସେଥିରେ ଘିଅ ଢାଳିଲା ଭଳି ବସ୍ ଖାଲି ହାଲକା ହାଲକା ଘିଅ ଢାଳି ଚାଲିବା। ବାବା, ଆପଣ ଦେଖିବେ, ସେତିକିରେ ଆମ କାମ ପୂରା ହେଇଯିବ। ତାପରେ ଅଚାନକ ଆନନ୍ଦର ପିଇସୀ ମା ଆସିବେ। ତାପରେ ରୁବି ମାୟାକୁ କହିବେ, ହେ ଭଗବାନ, ଏଇ ରାକ୍ଷସୀ ଆସି ଏଇଠି କେମିତି ପହଞ୍ଚିଗଲା ମାୟା? ତାପରେ ଆନନ୍ଦ କହିବେ, ଆରେ ବାପରେ, ପିଇସୀ ମା ଆପଣ ଏଠି? ତାପରେ ଦାଦିମା କହିବେ, କାହିଁ, ତମେମାନେ କ'ଣ ଚାହୁଁଥିଲ ଯେ ମୁଁ ଏଠିକି ନ ଆସେ? ମୁଁ ଜାଣେ ଯେ ତମ ସମସ୍ତଙ୍କ ତଣ୍ଟିରେ ମୁଁ କଣ୍ଟା ହେଇକି ଲାଖି ଯାଉଛି। ଆଉ ସେଇଥିପାଇଁ ତ ମୋତେ ଦେଖିଲା ପରେ ତମ ସମସ୍ତଙ୍କ ମୁହଁରୁ ହସ ଫୁସ୍ ହେଇଯାଉଛି। ତାପରେ ଆନନ୍ଦ ଦାଦିମାକୁ ଆଶୀର୍ବାଦ ନେବେ। ଆଉ କହିବେ, ନାଇଁ ପିଇସୀ ମା, ଆପଣ ସେମିତି କାହିଁ ଭାବୁଛନ୍ତି? ତାପରେ ଦାଦିମା କହିବେ, ଆରେ ଅଯୋଗ୍ୟ, ପିଇସୀ ମା ସାଙ୍ଗରେ ମୁହଁ ଲଗେଇବା ବନ୍ଦ କର। ଯା, ବାହାରେ ଅଟୋବାଲା ଠିଆ ହେଇଛି। ସେ କ'ଣ କହୁଥିଲା 250 ଟଙ୍କା ନବ। କିନ୍ତୁ ହଁ, 250 ଟଙ୍କା ଜମା ବି ଦବୁନୁ।
ସେ ଗାଡ଼ିରେ ଆସିଲା ବେଳେ ମୋତେ କଚାଡ଼ି କଚାଡ଼ି କରି ନେଇକି ଆସିଛି। ଆଉ ସେଇଥିପାଇଁ ମୋ ଅଣ୍ଟା ଗୋଡ଼ କି ବିନ୍ଧା ହେଉଛି ଲୋ ମା। ହଁ, ତାଙ୍କୁ 200 ଟଙ୍କା ଦବୁ। 50 ଟଙ୍କା ଜମା ବି ଦବୁନୁ। କାଟିକିରି 200 ଟଙ୍କା ଦବୁ, ବୁଝିଲୁ? ଯା। ତାପରେ ଆନନ୍ଦ ଚାଲିଯିବେ। ତାପରେ ପଲ୍ଲବୀ ଆସି ଦାଦିମାଙ୍କୁ ମୁଣ୍ଡିଆ ମାରିବେ ଆଉ କହିବେ, ଦାଦିମା, ମୁଁ ଆପଣଙ୍କର ଲଗେଜ ଭିତରକୁ ନେଇ ଆସୁଛି। ତାପରେ ଦାଦିମା କହିବେ, ହଉ ହଉ ଯା। ତାପରେ ପଲ୍ଲବୀ ଚାଲି ଯାଉଥିବେ। ପୁଣି ଦାଦିମା କହିବେ, ଆରେ ରହ ରହ, ତୁ କିଏ? ତୁ ଆଦର୍ଶର ସ୍ତ୍ରୀ ନା? ତାପରେ ପଲ୍ଲବୀ କହିବେ, ଆଜ୍ଞା। ତାପରେ ଦାଦିମା କହିବେ, ଆଚ୍ଛା, ତୁ ତାହେଲେ ସେ ପୋଲିସ ବାଲି ନୁହେଁ? ବହୁତ ସଂସ୍କାରୀ ଲାଗୁଛୁ ତୁ। ବହୁତ ଭଲ ଝିଅଟେ ତୁ। ତୋ ହାତର ଶଙ୍ଖା, ମୁଣ୍ଡର ସିନ୍ଦୁର ବଜ୍ର ହଉ। ଭଲରେ ଥା ତୁ। ତାପରେ ଦାଦିମା ମାୟା ଆଉ ରୁବିକୁ କହିବେ, ଆରେ ହେ, ତମେ 2 ଜଣ ଏମିତି ଖୁଣ୍ଟ ଭଳିଆ ଠିଆ ହେଇଛ କ'ଣ ପାଇଁ? ମୁଁ କ'ଣ ତମ 2 ଜଣଙ୍କୁ ନିମନ୍ତ୍ରଣ କରିବି ଯେ ଆସ, ଆସିକି ମୋ ପାଦ ଛୁଅ, ତାପରେ ଆସିବ। ତାପରେ 2 ଜଣ ଚୁପ୍ ହେଇ ଠିଆ ହେଇଥିବେ। ପୁଣି ଦାଦିମା କହିବେ, ଦେଖୁନ, ଦେଖ, ଭାଇ କହିଲା ପରେ ବି ସେମାନେ କେମିତି ଠିଆ ହେଇଛନ୍ତି। ମାୟା, ତୁ କେବେଠୁ ଏସବୁ ସଂସ୍କାର ଭୁଲିଗଲୁଣି? ଏକରେ ତ ଘରେ ପୂଜା ରଖିଛ, ମୋତେ କେହି ବି କିଛି କହିଲ। ତୋ ପୁଅ ଆଦର୍ଶ, ସେ ମୋତେ ଫୋନ୍ କରି କହିଲା ବୋଲି ମୁଁ ଧାଇକିନା ପଳେଇ ଆସିଲି। ତା ସାଙ୍ଗକୁ ମାନ ମହତ୍ତ୍ୱ ବି ଭୁଲିଗଲଣି ତମେମାନେ। ଦେଖୁନ, କହିଲା ପରେ ବି ଏ 2 ଜଣ ଖୁଣ୍ଟ ଭଳିଆ ଠିଆ ହେଇକି ଦେଖୁଛନ୍ତି, ମୋ ପାଦ ଛୁଉଁନି। ତାପରେ ମାୟା ଆଉ ରୁବି ଦାଦିମା ପାଖକୁ ଯିବେ ଆଉ ଆଶୀର୍ବାଦ ନେବେ। ତାପରେ ଦାଦିମା କହିବେ, ଏ ମାୟା, ଏ ଭୁତୁଣୀ ଭଳିଆ ଦେଖାଯାଉଥିବା ସ୍ତ୍ରୀ ଲୋକଟା ତ ବଡ଼ ଭଉଣୀ ନା? କ'ଣ ତା ନାଁ? ହଁ, ରୁବି। ରୁବି ତା ନାଁ। ତାପରେ ମାୟା କହିବେ, ଆଜ୍ଞା। ତାପରେ ଦାଦିମା କହିବେ, ଅନ୍ୟ ମୁହଁର ଖାଦ୍ୟ ଛଡ଼େଇ ଖାଇବାର ଅଭ୍ୟାସ ତାର କ'ଣ ଏପର୍ଯ୍ୟନ୍ତ ଯାଇନି? ଏମିତି କହି ଦାଦିମା ପଲ୍ଲବୀକୁ କହିବେ, ଶୁଣ ପଲ୍ଲବୀ, ତୋ ପତି ଖାଇସାରିଲା ପରେ ଅଫିସ ଯିବ ନା? ତାପରେ ପଲ୍ଲବୀ କହିବେ, ଆଜ୍ଞା। ପୁଣି ଦାଦିମା କହିବେ, ତାପରେ ତୁ ବି ଡ୍ୟୁଟି ଯିବୁ। ତୁ ତ ଯା, ଆଗ ରନ୍ଧାବଢ଼ା କର, ଆଗ ହେଉଛି କାମ କାର୍ଯ୍ୟ, ତାପରେ ଯାଇକି ସବୁ କିଛି, ଯା। ତାପରେ ପଲ୍ଲବୀ ଚାଲିଯିବେ। ତାପରେ ଦାଦିମା ରୁବିକୁ କହିବେ, ତୁ ତ ଏ ଘରେ ସବୁବେଳେ ବସିକିରି ରହୁଛୁ ନା? ଖାଇକରି ପୁରା ମହିଷୀ ଭଳିଆ ହେଇଗଲୁଣି। ଆରେ ଟିକେ ତ ଦେହକୁ ଲଗେଇ କିରି କିଛି ତ କାମ କାର୍ଯ୍ୟ କର। ଶୁଣ, ବାହାରେ ଅଟୋ ଠିଆ ହେଇଛି, ମୋ ସବୁ ଜିନିଷ ପତ୍ର ସେଠି ଅଛି, ଯା, ଯାଇକି ନେଇକି ଆସିବୁ।